ଚନ୍ଦନ ଯାତ୍ରା 42 ଦିନ ଧରି ଅନୁଷ୍ଠିତ ହୋଇଥାଏ। ବାହାର ଚନ୍ଦନ 21 ଦିନ, ଭିତର ଚନ୍ଦନ 21 ଦିନ। ଚନ୍ଦନ ଯାତ୍ରାରେ ମହାପ୍ରଭୁ ଶୀତଳ ଭୋଗ ଖାଇଲେ, ନୌବିହାର କଲେ, ଜଳକ୍ରୀଡ଼ା ମଣ୍ଡପରେ ମଧ୍ୟ ବୁଡ଼ି ରହିଲେ। ଏବେ ଅପେକ୍ଷା ମହାପ୍ରଭୁ ଚତୁର୍ଦ୍ଧା ବିଗ୍ରହ ସ୍ନାନ ବେଦୀରେ ସ୍ନାନ କରିବେ। ଜୁନ 11 ତାରିଖ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ମଞ୍ଚ ସ୍ନାନ କରିବେ। ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଲାଣି ଶ୍ରୀକ୍ଷେତ୍ର। ଦେବସ୍ନାନ ପୂର୍ଣ୍ଣିମାରେ ଫାଟି ପଡ଼ିବ ବଡ଼ଦାଣ୍ଡ। ଦେବାଦେବୀ, ନରକିନ୍ନର, ଗନ୍ଧର୍ବ ବିଦ୍ୟାଧର ସମସ୍ତେ ଅପେକ୍ଷା କରିଛନ୍ତି ଦେବ ଦୁର୍ଲଭ ଯାତ୍ରା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦର୍ଶନ କରିବେ ଦେବସ୍ନାନ ପୂର୍ଣ୍ଣିମାରେ। ଚନ୍ଦନ ଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପରେ ଜୁନ 27ରେ ଘୋଷ ଯାତ୍ରା। ପୁରୀରେ ଗହଳ ଚହଳ ଲାଗିଲାଣି। ଶ୍ରୀକ୍ଷେତ୍ର ହୋଇ ଉଠିଲାଣି ଉତ୍ସବ ମୁଖର। ମହାପ୍ରଭୁଙ୍କ ଭିତର ଚନ୍ଦନ, ନୀତିକାନ୍ତି, ଭୋଗ ଓ ବେଶ ସମ୍ପର୍କରେ ଆସନ୍ତୁ ଜାଣିବା ଆମ ଗବେଷକଙ୍କ ଠାରୁ। ମହାପ୍ରଭୁ ମଣିମାଙ୍କର ଅପୂର୍ବ ଲୀଳାକୁ କିଏ ବା ବଖାଣି ପାରିଛି ଏ ସମଗ୍ର ସୃଷ୍ଟିରେ? ତା ମାୟା ତାକୁ ଅଗୋଚର କେମିତି ବୁଝିବ ଏ ନର? କେବଳ ଆପଣାର କରିଦେଲେ ତା କଥା ବୁଝିବାର ବାଟ ଖୋଲିଯାଏ। ଏଇ ଯେମିତି ଶାସ୍ତ୍ର ସ୍ୱୀକାର କଲେ ଶ୍ରୀ ସହ ମାନୁଷ ଲୀଳୟା, କହିଲେ ସିଏ ଶ୍ରୀକ୍ଷେତ୍ରରେ ରହି ଦେବତା ନୁହେଁ ବରଂ ପରମ ପୁରୁଷ ଭାବରେ ମଣିଷ ମାନଙ୍କର ଲୀଳାକୁ ସଂରଚନା କରୁଛନ୍ତି। ମନେ ପଡୁଥିଲା ଗୋସ୍ୱାମୀ ତୁଳସୀଦାସଙ୍କର ସେ ଅପୂର୍ବ ଆପ୍ତ ବାକ୍ୟ, କହିଲେ ଅପନେ ଆଚରି ଯିବେ ଶିଖାଇ। ସେ ଜୀବକୁ କେମିତି ଶିଖାନ୍ତି ନା ନିଜେ ଆଚରଣ ସିଦ୍ଧ ହୁଅନ୍ତି, ତାଙ୍କୁ ଦେଖି ଆମେ ମାନେ ଶିଖୁ। ତେଣୁ ଋତୁକୁ ଆପଣେଇ ନିଅନ୍ତି ମହାପ୍ରଭୁ। ସେ ଋତୁମାନଙ୍କର ସ୍ରଷ୍ଟା, କିନ୍ତୁ ସେ ଋତୁକୁ ଆପଣେଇ ନିଅନ୍ତି। ଯେମିତି ଶୀତ ହବ ମହାପ୍ରଭୁ ଘୋଡ଼ ଲାଗି ହେବେ। ଠିକ୍ ସେମିତି ଯେତେବେଳେ ରୌଦ୍ରତାପରେ ଆସିବ, ଯେତେବେଳେ ଗ୍ରୀଷ୍ମର ଅବକାଶ ଆସିବ, ଯେତେବେଳେ ଶରୀରକୁ ତାପ କ୍ଲିଷ୍ଟ ହବ, ସେତେବେଳେ ରୌଦ୍ର ତାପରେ ତାପିତ ହେଇଥିବା ଏ ସମଗ୍ର ଶରୀରକୁ ଆପଣମାନେ ସିନା ଏସି ଫ୍ୟାନ୍ରେ ବସି ପଡ଼ନ୍ତି, ମହାପ୍ରଭୁ ତ ଦେଶୀ ନା, ମହାପ୍ରଭୁ ଦେଶଜ। ତେଣୁ ମହାପ୍ରଭୁ କରନ୍ତି କ'ଣ ନା ଚନ୍ଦନ କର୍ପୂର କେଶରର ଅପୂର୍ବ ସୁଶୀତଳ ପ୍ରଲେପ ସମଗ୍ର ଶରୀରରେ ପ୍ରଲେପିତ ହୁଅନ୍ତି ଏବଂ ନୌବିହାର କରନ୍ତି। ନରେନ୍ଦ୍ର ପୋଖରୀରେ ନୌବିହାର କରନ୍ତି। ତେବେ କଥା ଏଇଠୁ ଉଠେ ଯେ ବାସ୍ତବରେ ଚନ୍ଦନ ଯାତ୍ରା କେତେ ଦିନ? ଆପଣମାନେ 21 କହନ୍ତି, ଆମେ କିନ୍ତୁ ଯେଉଁମାନେ ମହାପ୍ରଭୁଙ୍କର ଚରଣାର ବିନ୍ଦରେ ପ୍ରତିନିତ୍ୟ ସେବା ସମର୍ପଣ କରୁ ତାଙ୍କର ଅପାର କରୁଣାରୁ ଆମେ କହୁ ଯେ ଏଇ ଚନ୍ଦନ ଯାତ୍ରା ହେଉଛି 42 ଦିନ। ଆପଣ କହିବେ 21 ଦିନ ପରେ ନରେନ୍ଦ୍ର ପୋଖରୀକି ଗଲାବେଳେ ଖାଁ ଖାଁ ଲାଗୁଥିଲା, ଜନଶୂନ୍ୟ ହେଇଥିଲା, କେହି ସେଠାରେ ନଥିଲେ, ଶୂନ୍ୟ ଗର୍ଭ ହେଇ ନନ୍ଦା ଆଉ ଭଦ୍ରା ଦୁଇଟି ଛିଡ଼ା ହେଇଥିଲେ। ତେବେ ଆଉ 21 ଦିନ କେଉଁ ପୋଖରୀରେ? ତାହା କୌଣସି ପୁଷ୍କରଣୀରେ ନୁହେଁ ସଜ୍ଜନ, ତାହା କେଉଁଠି ନା ଶ୍ରୀମନ୍ଦିର ଭିତରେ। ଏକ ଶବ୍ଦ ଅଛି ଶ୍ରୀମନ୍ଦିରରେ, କୁହାଯାଏ ମଣ୍ଡପମୟ ନୀଳାଦ୍ରି ମଣ୍ଡପ। ଏ ନୀଳାଦ୍ରି ମଣ୍ଡପରେ ଅସଂଖ୍ୟ ମଣ୍ଡପ ଅଛନ୍ତି। କେବେ ମୁକ୍ତି ମଣ୍ଡପ ଅଛନ୍ତି, କେବେ ନାଭିକଟା ମଣ୍ଡପ ଅଛନ୍ତି, କେବେ ଭେଟ ମଣ୍ଡପ ଅଛନ୍ତି, କେବେ ଚାହାଣୀ ମଣ୍ଡପ ଅଛନ୍ତି, ଏମିତି ଅନେକ ମଣ୍ଡପ ଅଛନ୍ତି। ଆଉ ତାରି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ଜଳକ୍ରୀଡ଼ା ମଣ୍ଡପ। এই ଜଳକ୍ରୀଡ଼ା ମଣ୍ଡପ କେଉଁଠି ଥାନ୍ତି ନା ଆପଣ ଯେତେବେଳେ ମୁକ୍ତ ମଣ୍ଡପକୁ ଦର୍ଶନ କରିବେ, ତାଙ୍କ ସମ୍ମୁଖରେ ଆଦି ନୃସିଂହଙ୍କୁ ଦର୍ଶନ କରିବେ। ମୁକ୍ତ ମଣ୍ଡପକୁ ଅତିକ୍ରମ କରି ଆଦି ନୃସିଂହଙ୍କ ମନ୍ଦିରକୁ ପାର୍ଶ୍ୱକୁ ଯେତେବେଳେ ଅତିକ୍ରମ କରିବେ ବାମ ପାର୍ଶ୍ୱରେ, ତାର ଆଗକୁ ଆପଣ ଦେଖିବେ ଆଉ ଏକ ମଣ୍ଡପ ଅଛି ଯାହା ଜଳକ୍ରୀଡ଼ା ମଣ୍ଡପ ଏବଂ ରୋହିଣୀ କୁଣ୍ଡ ପାଖରେ, ଅର୍ଥାତ୍ ଆଦି ନୃସିଂହ ମନ୍ଦିର ଏବଂ ରୋହିଣୀ କୁଣ୍ଡ, ଏହାର ମଧ୍ୟବର୍ତ୍ତୀ ମଣ୍ଡପଟି ହେଉଛନ୍ତି ଜଳକ୍ରୀଡ଼ା ମଣ୍ଡପ। ସେଠି ଏକ କୁଣ୍ଡ ଅବସ୍ଥିତ ଅଛନ୍ତି। ସେ କୁଣ୍ଡରେ କିଏ ଅଛନ୍ତି? କ'ଣ ହୁଏ ନା ବର୍ଷ ସାରା ଫାଙ୍କା ପଡ଼ିଥାଏ। ଜ୍ୟେଷ୍ଠ କୃଷ୍ଣ ଦଶମୀ ଠାରୁ ଆପଣଙ୍କର ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ, ଅର୍ଥାତ୍ ସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ପର୍ଯ୍ୟନ୍ତ ଏଇ 21 ଦିନ ଧରି ଏକ ଭିତର ଚନ୍ଦନ ହୁଏ। ଭିତର ଚନ୍ଦନ ଅର୍ଥାତ୍ ମହାପ୍ରଭୁ ପୁଷ୍କରିଣୀରେ ଚନ୍ଦନରେ ନୌବିହାର ନ କରି ଚନ୍ଦନ କୁଣ୍ଡରେ ଏଇଠି ଆକଣ୍ଠ ଡୁବିକି ରହନ୍ତି, ବୁଡ଼ିକି ରହନ୍ତି ଏଇ ଯେଉଁ ରୌଦ୍ର ତାପକୁ ପ୍ରଶମିତ କରିବା ପାଇଁ। ଏ ଜଳ କେମିତି ହୁଏ ନା ଘଟୁଆରୀ ସେବକ ପ୍ରସ୍ତୁତ କରିଥିବା ଚନ୍ଦନ, କର୍ପୂର, କେଶର ଏ ସମସ୍ତ ଦ୍ରବ୍ୟକୁ ଏକାଠି, କସ୍ତୁରୀ ଇତ୍ୟାଦି ଏକାଠି କରି ଯେଉଁ ପ୍ରଲେପ ପ୍ରସ୍ତୁତ କରିଥାନ୍ତି, ଏଠି ମହାପ୍ରଭୁ ପ୍ରଲେପ ପରେ ହୁଅନ୍ତି। ଆଗ କ'ଣ ହୁଅନ୍ତି ନା ସେ କୁଣ୍ଡରେ ଜଳ ଭର୍ତ୍ତି କରାଯାଏ, ସେ ଜଳରେ ଏ ଚନ୍ଦନକୁ ମିଶାଯାଏ, ଚନ୍ଦନ ଜଳ ରୂପାନ୍ତରିତ ହୁଏ, ଚନ୍ଦନ ଜଳରେ ମହାପ୍ରଭୁ ବୁଡ଼ନ୍ତି। କେତେବେଳେ ବୁଡ଼ନ୍ତି ନା ପ୍ରତିନିତ୍ୟ
ଏଇ ଯେଉଁ 21 ଦିନର ଅବଧି ଆମେ ଆଲୋଚନା କରୁଥିଲେ, ପ୍ରତିନିତ୍ୟ 2 ପ୍ରହରର ଧୂପ ସରିଗଲା ପରେ 2 ପ୍ରହର ଧୂପ ଏବଂ ଜାତ ଭୋଗ ଏକାଠି ହୁଏ। ଜାତ ଭୋଗ ଏକ ଚମତ୍କାର ବ୍ୟବସ୍ଥା। ଆପଣ ଯେତେବେଳେ ଘରୁ ବାହାରନ୍ତି, ଘର ଲୋକ କ'ଣ କୁହନ୍ତି, ଆରେ ବାହାରକୁ ଯିବୁ, କେତେବେଳେ କ'ଣ ଖାଇବା ମିଳିବ ନ ମିଳିବ, ଟିକେ ଖାଇଦେଇ ଯା। ତେଣୁ ଯାତ୍ରା କରିବା ପୂର୍ବରୁ ମହାପ୍ରଭୁ ଖାଦ୍ୟ ଗ୍ରହଣ କରନ୍ତି, ଭୋଜନ ଗ୍ରହଣ କରନ୍ତି, ମଣୋହି ହୁଅନ୍ତି। ତେଣୁ ସେଥିପାଇଁ ମହାପ୍ରଭୁ ଖାଆନ୍ତି, ଖାଇଲେ ପଦାକୁ ବାହାରିବେ। ଅତ୍ୟନ୍ତ ଓଡ଼ିଆର ବିଧି ବ୍ୟବସ୍ଥା ମହାପ୍ରଭୁଙ୍କ ଠାରୁ ହିଁ ଆମେମାନେ ଶିଖିଛେ। ତେଣୁ ମହାପ୍ରଭୁ ଖାଇକି ବାହାରନ୍ତି, ବାହାର ଜିନିଷ ନାହିଁ, ଘର ଜିନିଷ ଖାଇକି ବାହାରିବେ। ଖାଇକି ବାହାରିଲା ପରେ ସେଇଠି ଯେତେବେଳେ ଜାତଭୋଗ ସରିଯିବ, ମଦନ ମୋହନ ଭୂଦେବୀ ଶ୍ରୀଦେବୀ, କାରଣ ଯେତେବେଳେ କଥା ଦେଇଥିଲି ମହାପ୍ରଭୁ ରଥ ବେଳେ ଯେ ତୁମେ ଅପେକ୍ଷା କର, ରଥରେ ସିନା ଦେଢ଼ଶୁର ଗଲେ ବୋଲି ସାଙ୍ଗରେ ନେଲି ନାହିଁ, ଦେଢ଼ଶୁର ସାଙ୍ଗରେ ଥିଲେ ପତ୍ନୀ ସହିତ କ'ଣ ଭାବ ରଚନା କରିହେବ, ତେଣୁ ତମକୁ ମୁଁ ଚନ୍ଦନ ଯାତ୍ରାରେ ଏକୁଟିଆ ନେଇକି ଯିବି, ବଡ଼ ଭାଇ ନଥିବେ ସେତେବେଳେ। ତେଣୁ ଆମେ ସମସ୍ତେ ଲୀଳା ରଚନା କରିବା, ଦାମ୍ପତ୍ୟ ସୁଖ ସେଇଠି ଆମେ ଆସ୍ୱାଦନ କରିବା ଦାମ୍ପତ୍ୟ ରସକୁ। ତେଣୁ ନୌ ବିହାରରେ ସାଙ୍ଗରେ ନେବି। ତେଣୁ ମହାପ୍ରଭୁ ଭୂଦେବୀ ଶ୍ରୀଦେବୀଙ୍କ ସହିତ ବିଜେ ହେବେ ଜଳକ୍ରୀଡ଼ା ମଣ୍ଡପକୁ। ଜଳକ୍ରୀଡ଼ା ମଣ୍ଡପରେ କେମିତି ବିଜେ ହେବେ ନା 2 ପ୍ରହର ଧୂପ ପରେ ସେଠି ଆଜ୍ଞାମାଳ ପ୍ରାପ୍ତ ହେବେ। ଆଜିକାଲି ଇଂରାଜୀରେ ଆପଣ ଯାହାକୁ କହୁଛନ୍ତି ପାୱାର ଅଫ୍ ଆଟର୍ନି, ଅର୍ଥାତ୍ ସ୍ୱୟଂ ମୂଳ ବିଗ୍ରହ ତ କେବଳ ଦିନକୁ ବର୍ଷକୁ 2 ଥର ଆସନ୍ତି, କାରଣ ସ୍ନାନ ଗୁଣ୍ଡିଚା ବେନି ସ୍ୱୟଂ ଲୀଳା ଯାହାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ତେଣୁ ଏଇ 2ଟି ବ୍ୟବସ୍ଥାରେ, ଏ 2ଟି ଉତ୍ସବରେ ଯେ ମହାପ୍ରଭୁଙ୍କର ମୂଳ ବିଗ୍ରହ ବାହାରନ୍ତି, ଆଉ ସବୁବେଳେ ଚଳନ୍ତି ପ୍ରତିମା। ଚଳନ୍ତି ପ୍ରତିମା କେମିତି ଆସିବେ ନା ଆଜ୍ଞାମାଳ ପ୍ରାପ୍ତ ହେବେ, ପାୱାର ଅଫ୍ ଆଟର୍ନି ଦିଆଯିବ। ଓଡ଼ିଆରେ କହିଲେ କା ଦିଆଯିବ। ମହାପ୍ରଭୁ କା ଦେବେ ମଦନ ମୋହନଙ୍କୁ। କା ଦେଇ ସାରିଲା ପରେ ଠାକୁରମାନେ ଆସିବେ ଏବଂ ଏଇଠି ବୁଡ଼ିକି ରହିବେ। ଏଇ ହେଉଛି, ଏବଂ ବୁଡ଼ିକି ରହିଲା ପରେ ଏଇଠି ପନ୍ତି ଭୋଗ ହବ। ଏହା ହେଉଛି ଭିତର ଚନ୍ଦନର ରହସ୍ୟ। ଶ୍ରୀକ୍ଷେତ୍ର ପୁରୀରେ ଏବେ ଘୋଷଯାତ୍ରାର ପ୍ରସ୍ତୁତି ଚାଲିଛି। ଚଳଚଞ୍ଚଳ ହୋଇ ଉଠିଲାଣି ବଡ଼ଦାଣ୍ଡ। ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଭକ୍ତର ଅପେକ୍ଷା ଜୁନ୍ 27 ତାରିଖରେ ବଡ଼ଦାଣ୍ଡରେ ଗଡ଼ିବ 3 ରଥ।